16ତମ କିସ୍ତିରେ ଆପଣମାନେ ଯଦି ଏହିସବୁ ଗୁଡ଼ିକ ନ କରନ୍ତି, 16ତମ କିସ୍ତିର ସତର୍କତା ଅବଲମ୍ବନ ନ କରିବେ, ତେବେ ଆପଣମାନେ ପିଏମ୍ କିଷାନ ଯୋଜନାର ଲାଭ ନେଇପାରିବେ ନାହିଁ। ଆପଣମାନଙ୍କୁ ଯେଉଁ 16ତମ କିସ୍ତି ମିଳିବ, ସେହି 16ତମ କିସ୍ତି ମିଳିପାରିବ ନାହିଁ। ତେଣୁକରି ଆପଣମାନେ ଏହି 16ତମ କିସ୍ତି ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ଯାହାଦ୍ୱାରା ଆପଣମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ନେଇପାରିବେ। ଆପଣମାନେ କ'ଣ କ'ଣ ସବୁ ସତର୍କତା ଅବଲମ୍ବନ କରିବେ, ଏହା ଜାଣିବା ପୂର୍ବରୁ ଆପଣ ପ୍ରଥମେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଏହା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଏହିଭଳି ଅପଡ଼େଟ୍ ଗୁଡ଼ିକ ଆପଣମାନଙ୍କ ପାଇଁ ମୁଁ ଏହି ଚ୍ୟାନେଲରେ ପୋଷ୍ଟ କରୁଛି। ତେଣୁକରି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 16ତମ କିସ୍ତିରେ ଆଣିବା ପାଇଁ, ଏହି କିସ୍ତିକୁ ପାଇବା ପାଇଁ ଆପଣମାନଙ୍କୁ ଏହିସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆପଣ ଏହିସବୁ ଗୁଡ଼ିକରେ ଯଦି ସତର୍କ ନ ରୁହନ୍ତି, ତେବେ ଆପଣମାନେ 16ତମ କିସ୍ତିର ଟଙ୍କା ପାଇପାରିବେନି। କ'ଣ ସତର୍କ ରହିବେ ଜାଣି ରଖନ୍ତୁ। ପ୍ରଥମେ ଆପଣମାନେ ଆପଣଙ୍କର ଇ-KYC ଅପଡ଼େଟ୍ ହୋଇଛି କି ନାହିଁ ଏହାକୁ ଚେକ୍ କରନ୍ତୁ। ଯଦି ନ କରିଛନ୍ତି ତେବେ ଏହାକୁ କରନ୍ତୁ। ଯଦି କରିନାହାନ୍ତି କି କରିଛନ୍ତି ମନେ ନାହିଁ, ତେବେ ଏହାକୁ ଟିକେ ଚେକ୍ କରିନିଅନ୍ତୁ ଆପଣଙ୍କର ହୋଇଛି କି ନାହିଁ। ଏହାଛଡ଼ା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଆଧାରଟି ଲିଙ୍କ ଅଛି କି ନାହିଁ ଏହାକୁ ମଧ୍ୟ ଚେକ୍ କରନ୍ତୁ। ଏହା ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟଟି NPCI ସହିତ ଲିଙ୍କ ଅଛି କି ନାହିଁ ଏହାକୁ ମଧ୍ୟ ଯାଞ୍ଚ କରନ୍ତୁ। କାରଣ NPCI ସହିତ ଲିଙ୍କ ନଥିବା ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ଏହାଛଡ଼ା ମଧ୍ୟ ଆଧାର ଲିଙ୍କ ନଥିବା ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିବ ନାହିଁ। ଆପଣମାନେ ଆପଣଙ୍କ ବ୍ୟାଙ୍କ ଖାତାକୁ NPCI ସହିତ ଲିଙ୍କ ରଖିବା ନିହାତି ଦରକାର ଓ ଆଧାର ସହିତ ଲିଙ୍କ ରଖିବା ମଧ୍ୟ ନିହାତି ଦରକାର। ଆପଣମାନେ ଏସବୁ ଉପରେ ଟିକେ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ପିଏମ୍ କିଷାନ ଯୋଜନାର ଆଗକୁ ସବୁ ଲାଭ ନେଇପାରିବେ। ଯେଉଁ 16ତମ କିସ୍ତି ଆସିବ, ଏ 16ତମ କିସ୍ତିର ମଧ୍ୟ ଲାଭ ନେଇପାରିବେ। ଏଥିପାଇଁ ଆପଣମାନେ ଏସବୁ ଗୁଡ଼ିକ ଟିକେ ଯାଞ୍ଚ କରି ଦେଖନ୍ତୁ, ଆପଣଙ୍କର ସବୁ ଠିକ୍ ଅଛି କି ନାହିଁ। ଯଦି କୌଣସି ପ୍ରକାରର ଭୁଲ ଥିବ, କି ଆପଣଙ୍କର ଯେପରି ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହେଇନି, କି NPCI ସହିତ ଲିଙ୍କ ହୋଇନି, କି ଇ-KYC ହୋଇନି, ତେବେ ଏସବୁ ଗୁଡ଼ିକ ଆପଣ କରନ୍ତୁ, ଯାହାଦ୍ୱାରା ଆପଣମାନେ ଆଗାମୀ କିସ୍ତି ମାନେ 16ତମ କିସ୍ତିର ଲାଭକୁ ନେଇପାରିବେ। ଆଶା କରୁଛି ଆପଣମାନେ ସବୁକିଛି ବୁଝିପାରିଥିବେ। ଯଦି ଆପଣଙ୍କର କୌଣସି ପ୍ରକାରର ଡାଉଟ୍ ରହୁଛି, ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଏହା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।